କଲିକତା ଆସିଲେ ପ୍ରଥମେ ଏହି ସୁନ୍ଦର ଅଟ୍ଟାଳିକା ଆପଣଙ୍କୁ ସ୍ୱାଗତ କରିବ। ଷ୍ଟେସନ ବାହାରେ ହୁଗୁଳି ନଦୀ ଉପରେ 1943 ମସିହାରେ ଉତ୍ସର୍ଗୀକୃତ ଏହି ହାବଡ଼ା ପୋଲ ବା ରବୀନ୍ଦ୍ର ସେତୁ ଆପଣଙ୍କୁ ନିଶ୍ଚିତ ଚକିତ କରିବ। କଲିକତା ଗସ୍ତର ଅନ୍ୟତମ ଆକର୍ଷଣ ହେଉଛି ଭିକ୍ଟୋରିଆ ମେମୋରିଆଲ। ତାଜମହଲ ଢଙ୍ଗରେ ନିର୍ମିତ ଏହି ଅଟ୍ଟାଳିକା ଆପଣଙ୍କୁ ମନ୍ତ୍ରମୁଗ୍ଧ କରିବ ଏବଂ କିଛି ସମୟ ଏହାର ଚାରିପାଖରେ ଥିବା ସୁନ୍ଦର ବଗିଚାରେ ଆପଣଙ୍କ ପରିବାର ସହିତ ସମୟ ବିତାଇବାର ସୁଯୋଗ ପାଇବେ। କଲିକତାର ଆଉ କିଛି ଆକର୍ଷଣ ହେଲା ବେଲୁର ମଠ, ନବଦ୍ୱୀପ, ବିରଲା ପ୍ଲାନେଟୋରିୟମ୍, ସାଇନ୍ସ ସିଟି, ବୋଟାନିକାଲ ଗାର୍ଡେନ, ଶାନ୍ତି ନିକେତନ ଓ ଭାରତୀୟ ମ୍ୟୁଜିୟମ। ରାମକୃଷ୍ଣ ପରମହଂସଙ୍କର ସାଧନାର ପୀଠ ବେଲୁର ମଠରେ ଆପଣ ବାସ୍ତବରେ ଶାନ୍ତିକୁ ଖୋଜି ପାଇବେ। ସେଇଠୁ ଲଞ୍ଚ ଯୋଗେ ଆପଣ ଗଲେ ଦକ୍ଷିଣେଶ୍ୱରର ପ୍ରସିଦ୍ଧ କାଳୀ ମନ୍ଦିର। ମା କାଳୀଙ୍କୁ ଉପାସନା କଲେ କାଳେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି। ସମୟ ବଦଳିଛି, କିନ୍ତୁ କଲିକତାର ଅନେକ କିଛି ବଦଳି ପାରିନି। ମଣିଷ ଟଣା ରିକ୍ସା, ଲଟେରୀ, ଟ୍ରାମ୍ ଏମିତି ଅନେକ କିଛି ପଶ୍ଚିମବଙ୍ଗ ତଥା କଲିକତା ପାଇଁ ଐତିହ୍ୟ ହୋଇପଡ଼ିଛି। ଏଇ ଯେମିତି ମଣିଷ ଟଣା ହାତ ରିକ୍ସା। କଲେଜ ଷ୍ଟ୍ରିଟ୍ ଅଞ୍ଚଳରେ ମଣିଷମାନେ ଏଭଳି ରିକ୍ସା ଟାଣୁଥିବାର ଆପଣମାନେ ଦେଖିପାରିବେ। କଲିକତାର ମଝି ରାସ୍ତାରେ ଏମିତି ରେଳଧାଣା ଗୁଡ଼ିକ ପଡ଼ିଥିବାର ଏବେ ବି ଦେଖିବାକୁ ମିଳେ। ଅନେକ ଦିନରୁ ଚାଲି ଆସୁଥିବା କଲିକତା ସହର ମଧ୍ୟରେ ଏହି ଟ୍ରାମ୍ ବ୍ୟବସ୍ଥା ଏବେ ବି ବଳବତ୍ତର ରହିଛି। ଲୋକମାନେ ଏହି ଟ୍ରାମ୍ରେ ସହରର ବିଭିନ୍ନ ସ୍ଥାନକୁ ଯାତାୟାତ କରି ଖୁବ୍ ମଜା ନିଅନ୍ତି। ରାସ୍ତା ମଝି ଦେଇ ଏହି ଦୁଇ ଥାକିଆ ରେଳଗାଡ଼ି ସଦୃଶ ଟ୍ରାମ୍ରେ ଯିବା ନିଶ୍ଚିତ ଭାବରେ ଏକ ଆନନ୍ଦଦାୟକ କଥା। ଟ୍ରାମ୍ ଏବେ କୋଲକାତାର ଏକ ଐତିହ୍ୟ ପାଲଟିଛି। କଲିକତା ଆସିଲେ ଏହି ଟ୍ରାମ୍ରେ ବସି ବୁଲିବାର ମଜା ଉଠାଇବେ ନିଶ୍ଚିତ। କିଏ କହିପାରିବ ଆଗାମୀ ଦିନରେ ଏହି ଟ୍ରାମ୍ କଲିକତାର ରାସ୍ତା ଉପରେ ଆଉ ନଥାଇପାରେ। କୋଲକାତାର କଲେଜ ଷ୍ଟ୍ରିଟ୍ରେ ଥିବା ଇଣ୍ଡିଆନ୍ କଫି ହାଉସ୍ ହେଉଛି ଆଉ ଏକ ଐତିହ୍ୟ ସମ୍ପନ୍ନ କୋଠା। 1876 ମସିହାର ଏହି କଫି ହାଉସ୍କୁ ଅତୀତରେ ଅନେକ ସ୍ୱାଧୀନତା ସଂଗ୍ରାମୀ, ପ୍ରଖ୍ୟାତ ଗାୟକ, କଳାକାର, ଚିତ୍ରକର ଆସିଛନ୍ତି। କୋଲକାତା ସ୍ୱପ୍ନର ସହର, ସାଧନାର ସହର, କଳାର ସହର। ଆପଣ ଯଦି କୋଲକାତା ଆସୁଛନ୍ତି ତାହେଲେ ଲଟେରୀଟିଏ ନିଶ୍ଚିତ କାଟିବେ, କାରଣ ହୁଏତ ଆପଣଙ୍କର ଭାଗ୍ୟ ପରିବର୍ତ୍ତନ ହୋଇପାରେ।